ମୋ ନାଁ ସୋନିଆ ଚାଲା। ମୁଁ ଆଜି କଟକ ଯାଉଛି। ସରକାର ମୋତେ ସାହାଯ୍ୟ କଲେ ମୁଁ ଟିକେ ଭଲ ହେଇଯାଏ। ଆସିକିନା 5 ଦିନ ଆଜି କଟକ ପଠାଉଛୁ। ସରକାର ଭଲ ହେଲା ବୋଲି ପାଠ ପଢ଼ି ସୋନିଆଙ୍କ ପାଇଁ ବଢ଼ିଲା ସହାୟତାର ହାତ। ଖବର ପ୍ରସାରଣ ପରେ ଜାଗିଛି ପ୍ରଶାସନ। ବଦଳିବାକୁ ଯାଉଛି ଜଣେ ଅସହାୟଙ୍କ ଭାଗ୍ୟ। ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ସୋନିଆ ଚଲାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ଏବେ ଚାରିଆଡ଼ୁ ଛୁଟିଛି ସହାୟତାର ସୁଅ। ସୋନିଆଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସଂଘ ଏବେ ଆଗେଇ ଆସିଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ପରତା ପରେ ସୋନିଆଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଣିଥିବାକେ ଏଠି 2 ଥର ଆଣିଥିଲୁ ଆଖଥୁ 2 ଥର ଆଣିଲୁ ବାକେ ଏ କାଜଟା ସେ କଲା ଯେ ନାଇଁ ଦିଶେ ନାଇଁ ସେ କେଶର ବ୍ଲଡ କେଶର ବୋଲି ସେ କହେ ନାଇଁ କି କାହିଁଟା ନାଇଁ ଯେ ବ୍ଲଡ କେଶର ହେଲା আছে বলে আশা কিরাম দিদি মন খেলা দিদি মন খেবাকে বিজা পাটনা মিশা বসবো কাকি পিলা বলবাকে সেটি বিজা পাটনা নেলি নেবাকে সে বিজা পাটনা মিশা নাই একা 2 থর গলা যে মিশা যে এবে তারপরে ସେ ଖୋଟକ ନାଇଁ ଦେଖୁ ବୋଲି ଫଟୋ ଏକା ପଠାଇବି ବୋଲି ମୁଇଁ ଭାବିଲି। ଆର୍ଥିକ ସହାୟତା ସ୍ୱରୂପ PAI TDAଙ୍କ ପକ୍ଷରୁ 50,000 ଟଙ୍କା ଏବଂ ରେଡ୍କ୍ରସ୍ ପାଣ୍ଠିରୁ 20,000 ଟଙ୍କା ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ସୋନିଆଙ୍କୁ ଜଣେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କ ସହ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରଶାସନ ସହିତ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। MUJ ଏବଂ ଏହାର ସଭାପତି ଦେବପ୍ରସାଦ ଦାସଙ୍କ ପକ୍ଷରୁ 10,000 ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଘରୋଇ ବସ୍ ସଂଘ ଉପଦେଷ୍ଟା ଛବି ଦାସ ନିଜ ତରଫରୁ 5,000 ଟଙ୍କା ଦେଇ ମାନବିକତାର ପରିଚୟ ଦେଇଛନ୍ତି। ପ୍ରଶାସନ ଏହି ତ୍ୱରିତ ପଦକ୍ଷେପ ଓ ସାଧାରଣ ଜନତାଙ୍କ ମିଳିତ ସହଯୋଗ ସୋନିଆଙ୍କୁ ଏକ ନୂଆ ଜୀବନ ଦେବ ବୋଲି ଆଶା କରାଯାଉଛି। ଜିଲ୍ଲାପାଳଙ୍କ ଏଭଳି ସମ୍ବେଦନଶୀଳ କାର୍ଯ୍ୟକୁ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି। ଦେଖନ୍ତୁ ଯୋଉ ଆଜି ଯୋଉ ବଣ୍ଡା ଯୁବକ ଯୋଉ ସୋନିଆ ଚାଲାଣ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି 2 ଦିନ ତଳେ ଯୋଉ ଆମର ସାମ୍ବାଦିକ ମାନେ ଏଠି ଆସି ତାଙ୍କୁ ଦେଖିଲୁ ତାର ଚିକିତ୍ସା କେମିତି ଆଗକୁ ବଢି ପାରିବ ସେଇଥିପାଇଁ ଆମେ ଜିଲ୍ଲା ପ୍ରଶାସନ ତଥା ସିଡିଏମକୁ ନଜରକୁ ଆଣିଥିଲୁ ଏବଂ ତୁରନ୍ତ ଜିଲ୍ଲା ପ୍ରଶାସନ ସାହାଯ୍ୟର ହାତ ବଢେଇଛନ୍ତି ଏବଂ ଆଜି ତାର ଆମ୍ବୁଲାନ୍ସ ରେଡି ଅଛି ଏବଂ PITD ମଧ୍ୟ ଜଣେ ଆଟେଣ୍ଡାଣ୍ଟ ତାକୁ ଦଉଛନ୍ତି ତାର ଚିକିତ୍ସା କେମିତି ସୁରୁଖୁରୁରେ ହେଇପାରିବ ଏବଂ ଆଜି ଆମର ସାମ୍ବାଦିକ ୟୁନିୟନ ତରଫରୁ ମଧ୍ୟ ଆମେ କିଛିଟା ତାକୁ 10,000 ଟଙ୍କାର ଗୋଟେ ସାହାଯ୍ୟ ଆମେ ଦଉଛୁ ଏବଂ ଛବି ବାବୁ ଯିଏ ଅଛନ୍ତି ପ୍ରାଇଭେଟ ବସ୍ ଆସିଛନ୍ତି ସେ ବି ଗୋଟେ 5,000 ଟଙ୍କା ତାକୁ ସାହାଯ୍ୟର ହାତ ବଢେଇଛନ୍ତି। ନିଶ୍ଚିତ ଭାବରେ ଏହା ତା ପାଇଁ ବହୁତ କମ ର ସାହାଯ୍ୟ କିନ୍ତୁ ମାଲକାନଗିରି ଜିଲ୍ଲାର ଅନ୍ୟ ଯୋଉ ବନ୍ଧୁମାନେ ଅଛନ୍ତି କିମ୍ବା ଓଡ଼ିଶାର ଯେକୌଣସି ବନ୍ଧୁ ସାହାଯ୍ୟ ଯଦି ହାତ ବଢେଇବେ ନିଶ୍ଚିତ ଭାବରେ ସେ ସୋନିଆ ଚାଲାଣର କ୍ୟାନ୍ସର ଭଲ ହବ ଏବଂ ସେ ଆଗକୁ ଆସିବ ପାଠ ପଢିବ। କ୍ୟାନ୍ସର ମଧ୍ୟ ବର୍ତ୍ତମାନର ସ୍ଥିତିରେ ବର୍ତ୍ତମାନ ସମୟରେ କ୍ୟାନ୍ସର ବି କ୍ୟୁର ହେଲାଣି ଏବଂ ସରକାର ଚାହିଁଲେ ନିଶ୍ଚିତ ଭାବରେ ଭଲ ଟ୍ରିଟମେଣ୍ଟ ଦେବ ଆଉ ଭଲ ଖାଇବା ପିଇବା ହେଲେ ସେ ପିଲା ମୁଁ ଭାବୁଛି ଭଲ ହେଇଯିବ। ଆଉ ଲୋକଙ୍କୁ ଯିଏ ବି ଆପଣଙ୍କର ସାହାଯ୍ୟର ହାତ ବଢେଇବ ମୁଁ କହୁଛି ସେ ତାକୁ ସୋନିଆ ଚାଲାଣକୁ କିଛି ସାହାଯ୍ୟ କରନ୍ତୁ ଆର୍ଥିକ ସାହାଯ୍ୟ ଫଳରେ ସେ କିଛି ତାର ଭଲ ଖାଦ୍ୟ ଖାଇପାରିବ ଏବଂ ଉନ୍ନତ ଧରଣର ଟ୍ରିଟମେଣ୍ଟ ନେଇପାରିବ ତାହେଲେ ସୋନିଆ ପୁଣି ଫେରି ପାରିବ। ବାବୁ ଯୋଉ ଅଛନ୍ତି ତାଙ୍କ ନାଁ ସୋନିଆ ଚାଲାଣ ଯିଏକି ଆମର ବଣ୍ଡା ସମ୍ପ୍ରଦାୟ ଗୋଟେ ପିଲା ଅଛନ୍ତି। ବୟସ ବହୁତ କମ ଅଛି 7 ବର୍ଷ ମାତ୍ର ଦୁଃଖର ଦିନ ଏଇଠିକି ଯେ ତାଙ୍କର ଯୋଉ ବ୍ଲଡ କ୍ୟାନ୍ସର ଡିଟେକ୍ଟ ହେଇଛି। ଡକ୍ଟର ବି ତାଙ୍କୁ ଆଡଭାଇଜ କରିଛନ୍ତି କଟକ ହସ୍ପିଟାଲକୁ ଯିବା ପାଇଁକା ତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଷ୍ଟେପ୍ ନିଆଯାଇଛି। କଲେକ୍ଟର ସାର୍ଙ୍କର ତତ୍ତ୍ୱାବଧାନରେ ସବୁ ଚାଲୁଅଛି। CDM ବି ତାଙ୍କର ହେଲ୍ପ କରୁଛନ୍ତି ତାଙ୍କର ଯୋଉ ଚ୍ୟାନେଲ ଯେମିତି ରୁଟିନ କରିବା କଥା ସେ କରୁଛନ୍ତି। ତ ଜିଲ୍ଲା ପ୍ରଶାସନ ବି ସତର୍କ ରହିଛି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି। ତେଣୁକରି ଆମେ ବି ଆଶା କରୁଛୁ ଯେ ପିଲାଟି କେମିତି ଭଲ ହେଇକି ପୁଣି ଥରେ ସେ ପାଠ ପଢାରେ ଯୋଗ ଦେବ ସେ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ରହିଛି। ତ କାଲି ମୁଁ ବ୍ୟକ୍ତିଗତ ଭାବେ ଦେବାଇ ସହିତ ମୁଁ କଥା ଦେବାଇ କହିଲେ ମୁଁ ମେଡ଼ିକାଲରେ ଅଛି ଗୋଟେ ବଣ୍ଡା ଛୁଆଟା କ୍ୟାନ୍ସରରେ ପୀଡ଼ିତ ଅଛି ଆଉ କାଲି ଆସ ଟିକେ ମୋର ହୃଦୟ ତରଳିଗଲା। ମୁଁ ଭାବିଲି ଏ ଯେଉଁ
ଭଣ୍ଡା ଜାତିର ଛୁଆଟାକୁ ମୋ ତରଫରୁ ବ୍ୟକ୍ତିଗତ ଭାବରେ ମୁଁ କିଛି ସାହାଯ୍ୟ କରିବି ବୋଲି ମୁଁ ମନ ବାଡ଼େଇଲା। ମୁଁ ଆଜି ଆସିକି ମୋର ଯେତିକି ସମ୍ଭବ 5,000 ଟଙ୍କା ଦେଇଛି। ମୁଁ ସମସ୍ତ ମାଲକାନଗିରି ଜିଲ୍ଲା ହଉ କିମ୍ବା ଓଡ଼ିଶାରେ କୋଣ ଅନୁକୋଣରେ ଥିବା ସମସ୍ତ ଲୋକଙ୍କୁ ସାହାଯ୍ୟ ଲୋଡ଼ିବା ପାଇଁ ମୁଁ ଏ ଯେଉଁ ଭଣ୍ଡା ଛୁଆଟା ଯାଉଛି ଆଜି କ୍ୟାନ୍ସର ଟ୍ରିଟମେଣ୍ଟ ପାଇଁ କଟକକୁ ସମସ୍ତଙ୍କୁ ଅନୁରୋଧ କରୁଛି କିଛି ନା କିଛି ସାହାଯ୍ୟ କରନ୍ତୁ। ମାଲକାନଗିରି ଜିଲ୍ଲା ପ୍ରତିନିଧି ଟି ଜଗଦୀଶ ରାଉଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଏକ୍ସପ୍ରେସ୍।